ପିଲାମାନେ ତୁମମାନଙ୍କୁ ସିଏସସି ପାଠଶାଳାକୁ ସ୍ୱାଗତ। ଆଜି ଆମେ ଏଠାରେ ପଢିବା +2 ଫାର୍ଷ୍ଟ ଇୟର ଆର୍ଟ୍ସର ଇତିହାସ ଏବଂ ଏହି ଇତିହାସ ବହିର ପ୍ରଥମ ଅଧ୍ୟାୟ ଯୋଉଟା ରହିଛି ତମର ଇତିହାସର ଅର୍ଥ ଏବଂ ପ୍ରାସଙ୍ଗିକତା। ତ ଇତିହାସର ଅର୍ଥ ଏବଂ ପ୍ରାସଙ୍ଗିକତା ଏଟା ଆକ୍ଚୁଆଲି ଦୁଇଟି ଭିଡିଓ ହବ। ପ୍ରଥମ ଭିଡିଓରେ ତମେ ପଢିବ ଇତିହାସର ଅର୍ଥ ଏବଂ ଦ୍ୱିତୀୟ ଭିଡିଓରେ ତୁମକୁ ପ୍ରାସଙ୍ଗିକତା ସମ୍ପର୍କରେ ଜଣାଇ ଦିଆଯିବ। ଇତିହାସର ଅର୍ଥ ଅର୍ଥାତ୍ ଆମେ ଇତିହାସ କହିଲେ କଣ ବୁଝୁ ତାହାକୁ ଜାଣିବା ଏବଂ ପ୍ରାସଙ୍ଗିକତା ଅର୍ଥ ଆମେ ବା ଆମର ଇତିହାସର କଣ ଆବଶ୍ୟକତା ରହିଛି সেই ବିଷୟରେ ଜାଣିବା। ଇତିହାସର ଅର୍ଥ ଏବଂ ପ୍ରାସଙ୍ଗିକତାକୁ ଜାଣିବାକୁ ହେଲେ ସର୍ବପ୍ରଥମେ ଆମେ ଇତିହାସର ସଂଜ୍ଞା ଜାଣିବାକୁ ପଡିବ ଏବଂ ଏଇ ଯୋଉ ସଂଜ୍ଞାଟି ହେଉଛି ଏକ ଜଟିଳ ପ୍ରଶ୍ନ। କାହିଁକି ଜଟିଳ ପ୍ରଶ୍ନ? ନା ଇତିହାସର ଏଇ ଯୋଉ ସଂଜ୍ଞା ଦେବା ଏକ କଷ୍ଟକର କାର୍ଯ୍ୟ। ତାର କାରଣ କଣ? ନା ତାର କାରଣ ହଉଛି ବିଭିନ୍ନ ଐତିହାସିକ ମାନଙ୍କର ଇତିହାସ ସମ୍ପର୍କରେ ଭିନ୍ନ ଭିନ୍ନ ମତ ରହିଛି। କେହି କେହି ଇତିହାସକୁ ଏହାକୁ ଏକ ଅତୀତ ଘଟଣାବଳୀର ନିରପେକ୍ଷ ରେକର୍ଡ ବୋଲି ମାନିଥାନ୍ତି। ଅର୍ଥାତ୍ ଇତିହାସ ହେଉଛି ଏକ ନିରପେକ୍ଷ ରେକର୍ଡ। ଅର୍ଥାତ୍ ଯାହା ଘଟିଥାଏ ତାହାକୁ ଇତିହାସରେ ଲିପିବଦ୍ଧ କରାଯାଏ। ଆଉ କେହି କେହି କହନ୍ତି ଏହା ଅତୀତ, ବର୍ତ୍ତମାନ, ଭବିଷ୍ୟତର ମଧ୍ୟସ୍ଥ କରୁଥିବା ସେତୁ ବୋଲି। ଏହାର ଅର୍ଥ ଏହା ଆମର ଅତୀତ, ଆମର ବର୍ତ୍ତମାନ ଏବଂ ଏହାର ଭବିଷ୍ୟତ ସହିତ କଣ କରେ? ଇଏ ସଂଯୋଗ ସୃଷ୍ଟି କରେ। କାରଣ ଅତୀତରୁ ହିଁ ଆମେ ବର୍ତ୍ତମାନକୁ ପାଇଥାଉ ଏବଂ ବର୍ତ୍ତମାନରୁ ହିଁ ଆମେ ଭବିଷ୍ୟତ ଗଢିଥାଉ। ତେଣୁକରି ଏ ତିନୋଟି ଯାକକୁ ଇତିହାସ କଣ କରେ? ନା ସଂଯୋଗ କରିଥାଏ। ୟା ପରେ ଆମେ ଦେଖିବା କଣ? ନା ଆଉ କେତେକ ଐତିହାସିକ ମାନେ ଏହାକୁ ମହାନ ବ୍ୟକ୍ତି ବିଶେଷଙ୍କ ଜୀବନୀ ଅଧ୍ୟୟନ କରିଥିବା ବେଳେ ଅନ୍ୟମାନେ ଏହାକୁ ସମାଜର ଶ୍ରେଣୀଗୁଡ଼ିକ ମଧ୍ୟରେ ହୋଇଥିବା ସଂଘର୍ଷର କାହାଣୀ ବୋଲି ବିବେଚନା କରନ୍ତି। ଅର୍ଥାତ୍ ଆମେ ଇତିହାସ ଯେତେବେଳେ ପଢୁ ସାଧାରଣତଃ କିଛି ବ୍ୟକ୍ତି ବିଶେଷଙ୍କର ଜୀବନୀ ଅଧ୍ୟୟନ କରିଥାଉ। କାରଣ ଯେମିତି ଆମେ ସ୍ୱାଧୀନତା ସଂଗ୍ରାମ ପଢିଲା ବେଳେ ଆମର ମହାତ୍ମା ଗାନ୍ଧୀ, ସୁଭାଷ ବୋଷ, ଜବାହରଲାଲ ନେହେରୁ ଇତ୍ୟାଦିଙ୍କର ଜୀବନୀ ଆମକୁ ଜାଣିବାକୁ ହୋଇଥାଏ। ତେଣୁକରି ଏହାକୁ କେତେକ ମହାନ ବ୍ୟକ୍ତି ବିଶେଷଙ୍କ ଜୀବନୀ ବୋଲି କେହି କେହି ମଧ୍ୟ କହିଥାନ୍ତି। ଅନ୍ୟ କେତେକ ଏହାକୁ ସାମାଜିକ ଶ୍ରେଣୀ ଗୁଡ଼ିକ ମଧ୍ୟରେ ହୋଇଥିବା ସଂଘର୍ଷର କାହାଣୀ ବୋଲି କହିଥାନ୍ତି। ଅର୍ଥାତ୍ ଇତିହାସର ବିଷୟବସ୍ତୁ ପ୍ରାୟତଃ କଣ ହୋଇଥାଏ? ନା ସବୁବେଳେ କୋଉଠି ନା କୋଉଠି ସଂଘର୍ଷ ଚାଲିଥାଏ। ଯେମିତି ଇଂରେଜ ମାନଙ୍କ ସହିତ ସ୍ୱାଧୀନତା ସମୟରେ ଇଂରେଜ ମାନଙ୍କ ସହିତ ଭାରତୀୟ ମାନଙ୍କ ସଂଘର୍ଷ ହଉଥିଲା। ତ କେତେବେଳେ ମୁଗଲ ମାନଙ୍କ ସହିତ ମରାଠା ମାନଙ୍କ ସଂଘର୍ଷ ହଉଥିଲା। ତେଣୁକରି ଇଏ ପ୍ରାୟତଃ ଇତିହାସରେ ଗୋଟେ ଆମେ କେବେ ନା କେତେବେଳେ ସବୁବେଳେ ଆମେ ସଂଘର୍ଷ ହିଁ ଦେଖିଥାଉ। ଏଇଟା କେତେକ ଐତିହାସିକଙ୍କର ମତ ଥିଲା। ଏବେ ଦେଖିବା ଆମେ ଯୋଉ ଇତିହାସ ଯୋଉ ଶବ୍ଦଟି ବ୍ୟବହାର କରୁଛେ ୟା କେଉଁଠାରୁ ଆସିଛି ଏବଂ ଏହାର କଣ ରହିଛି ଶବ୍ଦର ଅର୍ଥ। ତ ଇତିହାସ ଯୋଉ ଶବ୍ଦଟି ଏଇଟା କଣ ହେଇଛି? ନା ସଂସ୍କୃତ ଶବ୍ଦରୁ ଆସିଅଛି। ଏଇ ସଂସ୍କୃତ ଶବ୍ଦ ପୁଣି ସେ କଣ ହେଇଛି? ନା ତିନି ଗୋଟି ଶବ୍ଦର ସମାହାର ଇତିହାସ ହେଇଛି। ଯେମିତି ପ୍ରଥମ ଶବ୍ଦଟି ଇତି, ହ ଆଉ ଆସ। ଇତିର ଅର୍ଥ ଏପରି, ଆଉ ହର ଅର୍ଥ ନିଶ୍ଚୟ, ଆଉ ଆସର ଅର୍ଥ ଥିଲା। ଏ ତିନୋଟି ଶବ୍ଦ ଯେତେବେଳେ ସମାହାର ବା ଆମେ ସମଷ୍ଟି ସମ୍ମିଶ୍ରଣ କରିଦଉ ସେତେବେଳେ ଗୋଟେ ନୂଆ ବାକ୍ୟ ଖଣ୍ଡ ପାଉ, ଯାହା ହଉଛି ଏହା ଏପରି ଘଟିଥିଲା। ତ ଅର୍ଥାତ୍ ଇତିହାସ ହେଉଛି ତାହା ଯାହା ଘଟିଥିଲା। ଠିକ ଅଛି। ତାପରେ ଆମେ ଦେଖିବା ଇତିହାସକୁ ଆମେ ଇଂରାଜୀରେ କଣ କହୁ? ନା ହିଷ୍ଟ୍ରି କହୁ। ଏଇ ଯୋଉ ହିଷ୍ଟ୍ରି ଶବ୍ଦଟି କେଉଁଠାରୁ ଆସିଅଛି? ନା ହିଷ୍ଟ୍ରି ଶବ୍ଦଟି କଣ ହୋଇଛି? ନା ଗୋଟେ ଗ୍ରୀକ ଶବ୍ଦ ଯାହା ନାମ ହଉଛି ହିଷ୍ଟୋରିଆ। ସେ ହିଷ୍ଟୋରିଆ ଶବ୍ଦରୁ କଣ ହେଇଛି? ହିଷ୍ଟ୍ରି ଆସିଛି। ଏବଂ ଏଇ ହିଷ୍ଟୋରିଆ ଶବ୍ଦର ଅର୍ଥ ହେଲା ଅନୁସନ୍ଧାନ କରିବା ବା ତଦନ୍ତ କରିବା। ଅନୁସନ୍ଧାନ କରିବା ବା ତଦନ୍ତ କରିବା, ଏଇ ଦୁଇଟି ଅର୍ଥ ହଉଛି ହିଷ୍ଟୋରିଆ ଶବ୍ଦ। ତେଣୁକରି
ହିଷ୍ଟ୍ରିର ଅର୍ଥ କୌଣସି ବିଷୟରେ ଅନୁସନ୍ଧାନ କରିବା ବା ତଦନ୍ତ କରିବା। ଗ୍ରୀକ ମାନେ ସର୍ବପ୍ରଥମେ ଇତିହାସକୁ ଏକ ପୃଥକ ବିଜ୍ଞାନ ଭାବେ ଗଣନା କରିଥିଲେ। ତାପରେ ଆମେ ଦେଖିବା ଏଇ ଯୋଉ ଇତିହାସର ସଂଜ୍ଞା କଣ କଣ ସବୁ ଐତିହାସିକ ବା ଦାର୍ଶନିକ ମାନଙ୍କ ଦ୍ଵାରା ଦିଆହେଇଛି ଗୋଟି ଗୋଟି କରି ଦେଖିବା। ପ୍ରଥମେ ଆମେ ଦେଖିବା ହେରୋଡୋଟସ୍। ଏଇ ହେରୋଡୋଟସ୍ ହେଉଛନ୍ତି ଜଣେ ଗ୍ରୀକ ଐତିହାସିକ ତଥା ଦାର୍ଶନିକ ଯିଏକି କଣ କରିଥିଲେ ନା ଯିଏକି ଇତିହାସର ପିତା ବା ଫାଦର ଅଫ ହିଷ୍ଟ୍ରି ନାମରେ ପରିଚିତ। ଇଏ ହଉଛନ୍ତି ଆମର ହେରୋଡୋଟସ୍। ହଉ ଠିକ ଅଛି। ସେ କଣ କହିଥିଲେ ଇତିହାସ ହେଉଛି ଅତୀତର ମାନବ ମାନଙ୍କର କାର୍ଯ୍ୟକଳାପର ବୈଜ୍ଞାନିକ ବିଶ୍ଳେଷଣ। ତାଙ୍କର ଯଦି ସଂଜ୍ଞାଟିକୁ ଆମେ ବ୍ୟାଖ୍ୟା କରିବା କଣ ପାଇବା ନା ସେ ଦୁଇଟି କଥା ଉପରେ ଗୁରୁତ୍ୱ ଦେଇଛନ୍ତି। ପ୍ରଥମଟି ହେଉଛି ଇତିହାସ ହେଉଛି ଏକ ବିଜ୍ଞାନ ଏବଂ ଏହା ମାନବୀୟ। ଇତିହାସ ହେଉଛି ଏଇ ଯୋଉ ବୈଜ୍ଞାନିକ ବିଶ୍ଳେଷଣ ଅର୍ଥାତ୍ ଇତିହାସ ହେଉଛି ଏକ ବିଜ୍ଞାନ। ଏହା ଅତୀତ ମାନବଙ୍କର କାର୍ଯ୍ୟକଳାପ ଅର୍ଥାତ୍ ଏହା ମାନବୀୟ। ଇତିହାସ ହେଉଛି ବିଜ୍ଞାନ କାରଣ ଇତିହାସରେ ଆମେ ଯୋଉ ବିଷୟବସ୍ତୁ ଗୁଡ଼ିକ ଉପସ୍ଥାପନ କରୁ ସେଗୁଡ଼ିକ ବିଜ୍ଞାନରେ ଯେପରି ବିଶ୍ଳେଷଣ କରାଯାଏ, ସଠିକ ବିଶ୍ଳେଷଣ କରାଯାଏ, ଠିକ ସେହିପରି ଐତିହାସିକ ତଥ୍ୟ ଗୁଡ଼ିକର ମଧ୍ୟ ସଠିକ ବିଶ୍ଳେଷଣ କରାଯାଏ, ତାପରେ ଇତିହାସରେ ସ୍ଥାନ ପାଇଥାଏ। ଆଉ ଏଇଗୁଡ଼ିକ ହିଁ ମାନବର ଗୁଣ ଏବଂ କାର୍ଯ୍ୟକୁ ଅଧ୍ୟୟନ କରିଥାଏ। ଅନ୍ୟ କୌଣସି ପ୍ରାଣୀ ମାନଙ୍କର କାର୍ଯ୍ୟକୁ ସେ ଅଧ୍ୟୟନ କରିଥାନ୍ତି, କେବଳ ମାନବ ସହିତ ସଂଶ୍ଳିଷ୍ଟ ଯୋଉ ପ୍ରାଣୀ ବା ମାନବ ସହିତ ସଂଶ୍ଳିଷ୍ଟ ଯୋଉ କିଛି ଅଛି ସେଇଗୁଡ଼ିକ ଉପରେ ସେ କଣ କରିଥାଏ ନା ଅଧ୍ୟୟନ କରିଥାଏ। ତେଣୁକରି ଏହା ମାନବୀୟ ଏବଂ ଇତିହାସ ହେଉଛି ଏକ ବିଜ୍ଞାନ ସମ୍ପର୍କିତ। ଠିକ ଅଛି। ତାପରେ ଆମେ ଦେଖିବା ଆଉ ଜଣେ ଗ୍ରୀକ ଦାର୍ଶନିକ, ତାଙ୍କ ନାଁ ହେଉଛି ଥ୍ୟୁସିଡିୟସ୍ ଏବଂ ଆଉ ଜଣେ ହଉଛନ୍ତି ପୋଲିବିୟସ୍। ଏ ଦୁଇ ଜଣ ଯାକ ଇଏ ହଉଛନ୍ତି ଥ୍ୟୁସିଡିୟସ୍ ଏବଂ ପୋଲିବିୟସ୍। ଏ ଦୁଇ ଜଣ ଯାକ ଗୋଟେ ସଂଜ୍ଞା ପ୍ରଦାନ କରିଛନ୍ତି। କଣ କହିଛନ୍ତି ଇତିହାସ ହେଉଛି ଅତୀତର ସେଇ ସ୍ମରଣୀୟ ଘଟଣାବଳୀ ଯାହା କାହାଣୀ ପରି ମନେ ରହିଥାଏ। ଏମାନଙ୍କର କହିବାର କଥା ହଉଛି ଇତିହାସ ହେଉଛି ଅତୀତର ଏକ ସ୍ମରଣୀୟ ଘଟଣାବଳୀ ଯାହାକୁ ଆମେ ମନେ ରଖିଥାଉ ଏବଂ ତାହାକୁ କିପରି ମନେ ରଖିଥାଉ ନା କାହାଣୀ ପରି ଗଳ୍ପ ପରି ଆମେ ମନେ ରଖିଥାଉ। ଏବଂ ତାଙ୍କର ସଂଜ୍ଞାକୁ ଯଦି ଆମେ ବ୍ୟାଖ୍ୟା କରିବା ଆମେ କଣ ପାଇବା ନା ସେମାନେ ବିଶ୍ୱାସ କରୁଥିଲେ ଯେ ଅତୀତର ଯୋଉ ସମସ୍ତ ଘଟଣା ଇତିହାସ ନୁହେଁ, କେବଳ ସେଇ ଗୁରୁତ୍ୱପୂର୍ଣ୍ଣ ମନୋରଞ୍ଜନ ଘଟଣା ଗୁଡ଼ିକ ଯାହା ଲୋକେ ମନେ ରଖନ୍ତି ସେଗୁଡ଼ିକ ହିଁ ଇତିହାସର ଅଂଶ। ଥ୍ୟୁସିଡାଇସ୍ଙ୍କର ଗୋଟିଏ ପୁସ୍ତକ ଅଛି। ସେ ପୁସ୍ତକ ନାମ ହଉଛି ପେଲୋପୋନେସୀୟ ଯୁଦ୍ଧ। ଏହି ପେଲୋପୋନେସ ଯୁଦ୍ଧରେ ଏଇଭଳି କେତେକ ଉଦାହରଣ ସେ ପ୍ରଦାନ କରିଥିଲେ। ଅର୍ଥାତ୍ ତାଙ୍କର କହିବା କଥା ସମସ୍ତ ଘଟଣା ଗୁଡ଼ିକ ଇତିହାସର ପରିସରଭୁକ୍ତ ନୁହେଁ, ଯୋଉଗୁଡ଼ିକ ଆମେ ମନେ ରଖିପାରୁ ସେଇଗୁଡ଼ିକ ହେଉଛି ଇତିହାସର ପରିସରଭୁକ୍ତ। ୟା ପରେ ଦେଖିବା ଆଉ ଜଣେ ଦାର୍ଶନିକ ତଥା ଐତିହାସିକ, ସେ ହଉଛନ୍ତି ଆରିଷ୍ଟଟଲ। ଆରିଷ୍ଟଟଲ କହିଛନ୍ତି ଇତିହାସ ହେଉଛି ଅପରିବର୍ତ୍ତନଶୀଳ ଅତୀତର ବିବରଣୀ। ତାଙ୍କର ଯଦି ସଂଜ୍ଞାଟିକୁ ଆମେ ବ୍ୟାଖ୍ୟା କରିବା କଣ ପାଇବା, ତାଙ୍କ ବ୍ୟାଖ୍ୟା ଅନୁଯାୟୀ ତାଙ୍କର ମତରେ ମନୁଷ୍ୟର ମୌଳିକ ଇଚ୍ଛା ଓ ପ୍ରବୃତ୍ତି ସମୟ କାଳ ଭେଦରେ ବଦଳେ ନାହିଁ। ସମୟ ଅନୁସାରେ କେବଳ ୟାର ପ୍ରକାର ରୂପ ବଦଳେ। ଇତିହାସ ମାନବର ଏହି ସ୍ଥିର ଅପରିବର୍ତ୍ତନଶୀଳ ପ୍ରକୃତିକୁ ଅଧ୍ୟୟନ କରେ। ଅର୍ଥାତ୍ ଯାହା କିଛି ଘଟି ଯାଇଛି ତାକୁ ତ ପରିବର୍ତ୍ତନ କରାଯାଇ ପାରିବନି, କିନ୍ତୁ କେବଳ ତାକୁ କଣ କରିପାରିବା ନା ସମୟ ଅନୁସାରେ ଏହାର ପ୍ରକାଶ ରୂପ ବଦଳେ। ଅର୍ଥାତ୍ ଯେମିତି ବ୍ରିଟିଶର ମାନେ ଭାରତ ଆସିଥିଲେ ଆଉ ସେ ଆସିବାଟା କଣ ଆମେ ଚେଞ୍ଜ କରିପାରିବା କି? କିନ୍ତୁ ବର୍ତ୍ତମାନ ସେ ନାହାନ୍ତି ନା, ତେଣୁକରି ୟାର ସମୟ ଅନୁସାରେ ୟା ପ୍ରକାର ରୂପକୁ ଆମେ ବଦଳେଇ ଦେଇପାରିବା। ତେଣୁକରି ସିଏ କହିବା କଥା ଇତିହାସ ହେଉଛି ଏକ ପରିବର୍ତ୍ତନଶୀଳ ଅତୀତର ବିବରଣୀ, ଏହା ପରିବର୍ତ୍ତନ କରାଯାଇ ପାରିବ ନାହିଁ। ଠିକ ଅଛି। ତାପରେ ଅନ୍ୟ କେତେକ ବିଦ୍ୱାନ ବ୍ୟକ୍ତିଙ୍କର ଦେଇଥିବା ସଂଜ୍ଞା, ସେଥି ଭିତରେ ଆମେ ଦେଖିବା ନାଟ୍ୟକାର ଏବଂ କବିଙ୍କ ଦୃଷ୍ଟିରେ କଣ ଥିଲା ଇତିହାସର ସଂଜ୍ଞା। ସେ ଭିତରେ ଜଣେ ନାଟ୍ୟକାର ହେଉଛନ୍ତି ୟୁଜିନ୍ ଓନେଲ। ସିଏ କହିଛନ୍ତି, ତାଙ୍କର ଗୋଟେ ନାଟକ ଅଛି, ନାଟକ ନାଁ ହଉଛି ଲଙ୍ଗ ଡେ ଜର୍ନି
into night। ସେଥିରେ ସେ ଇତିହାସକୁ ବର୍ଣ୍ଣନା ଦେଇଛନ୍ତି। କ'ଣ କହିଛନ୍ତି? ଅତୀତ ହେଉଛି ବର୍ତ୍ତମାନ ଇତିହାସ ସଂଜ୍ଞା, ଅର୍ଥାତ୍ ସେ ତାଙ୍କର କହିବା ଅନୁସାରେ ଅତୀତ ଏବେ ମଧ୍ୟ ସଜୀବ ଓ ପ୍ରସ୍ତୁତ, ତାହାକୁ କେବେ ଭୁଲି ହେବ ନାହିଁ। ସେ କହିବା କଥା ଯୋଉଟା ଘଟି ସାରିଛି ସେଇଟା ବି ସଜୀବ, କାରଣ ତାହାକୁ ଚେଞ୍ଜ କରିହେବ ନାହିଁ କି ତାକୁ ଭୁଲି ହେବ ନାହିଁ। ତାପରେ ଆଉ ଜଣେ ଅଛନ୍ତି, ତାଙ୍କ ନାଁ ହେଉଛନ୍ତି ଟି.ଏସ୍. ଇଲିୟଟ୍। ସେ ଟି.ଏସ୍. ଇଲିୟଟ୍ କ'ଣ କହିଛନ୍ତି? ସେ କହିଛନ୍ତି ବର୍ତ୍ତମାନ ଅତୀତ ଭବିଷ୍ୟତରେ ସମାହିତ ହୋଇଛି, ଭବିଷ୍ୟତ ଅତୀତ ଭିତରେ ଲୁକାୟିତ ହୋଇଛି। ତାଙ୍କର କହିବା କଥା ଯାହା ବର୍ତ୍ତମାନ ତା ଅତୀତ ସହିତ କ'ଣ ଅଛି? ସମ୍ପର୍କିତ ହୋଇଛି, ଏବଂ ଯୋଉଟା ଭବିଷ୍ୟତ ହବ ସେଇଟା ଅତୀତ ଭିତରେ ମଧ୍ୟ ଲୁକାୟିତ ଲୁଚି କରି ରହିଛି। ଇତିହାସ ଅତୀତକୁ ବର୍ତ୍ତମାନ ସହିତ ଯୋଡୁଥିବା ଏକ ସେତୁ, ଏଇ କଥାଟି ଟି.ଏସ୍. ଇଲିୟଟ୍ କହିଥିଲେ। ଯଦି ଆମେ ବ୍ୟକ୍ତି କେନ୍ଦ୍ରିକ ଦୃଷ୍ଟିକୋଣରୁ ଦେଖିବା, ଥମାସ କାର୍ଲାଇଲ୍ କ'ଣ କହିଛନ୍ତି ଇତିହାସକୁ ନେଇ? ନା ସିଏ କହିଛନ୍ତି ଇତିହାସ ବିଶିଷ୍ଟ ବ୍ୟକ୍ତିମାନଙ୍କ ଜୀବନୀ ଅଧ୍ୟୟନ କରେ। ମହାତ୍ମା ଗାନ୍ଧୀ, ଅଶୋକ, ଆକବର, ଗୌତମ ବୁଦ୍ଧ ଆଦିଙ୍କର କାର୍ଯ୍ୟ ଚିନ୍ତାଧାରା ଇତିହାସକୁ ବିଶ୍ଳେଷଣ କରେ। ତ ଥମାସ କାର୍ଲାଇଲଙ୍କର କହିବା ଅନୁସାରେ ଇତିହାସରେ ଆମେ କ'ଣ ହଉଥାଉ ନା ବିଶିଷ୍ଟ ବ୍ୟକ୍ତିମାନଙ୍କ ଜୀବନୀ ସବୁ ଆମେ ପାଇଥାଉ। ଆମେ ଯେକୌଣସି ଇତିହାସ ପଢୁନା କାହିଁକି କୌଣସି ନା କୌଣସି ଆମେ ଗୋଟେ କ୍ୟାରେକ୍ଟର ନିଶ୍ଚିତ ଗୋଟେ ପାଇବା। ତେଣୁକରି ଏଇ କଥାକୁ ଥମାସ କାର୍ଲାଇଲ୍ କହିଛନ୍ତି। ତାପରେ ସ୍ୱାଧୀନତା ଓ ବିଜ୍ଞାନ ଦୃଷ୍ଟିରୁ ତମର ଲର୍ଡ ଆକ୍ଟନ କ'ଣ କହିଛନ୍ତି? ତାଙ୍କ ମତରେ ଇତିହାସ ହେଉଛି ମନୁଷ୍ୟର ସ୍ୱାଧୀନତା ପାଇଁ ସଂଗ୍ରାମର କାହାଣୀ। ଏହା କେବଳ ଯୁଦ୍ଧ ବା ସାମ୍ରାଜ୍ୟ ଗଠନର କାହାଣୀ ନୁହେଁ, ବରଂ ମାନବିକ ଚେତନାର ଉନ୍ମେଷ ଓ ପ୍ରଗତିର ଇତିବୃତ୍ତି। ଏଇ କଥାକୁ କିଏ କହିଛନ୍ତି? ନା ଏଇ କଥାକୁ ଲର୍ଡ ଆକ୍ଟନ କହିଛନ୍ତି। ତାଙ୍କର କହିବାର କଥା ହେଉଛି ଇତିହାସ ହେଉଛି ମନୁଷ୍ୟର ସ୍ୱାଧୀନତା ପାଇଁ ସଂଘର୍ଷର କାହାଣୀ। କାରଣ ଆମେ ଯେକୌଣସି ଇତିହାସ ପଢୁ, ପ୍ରତିଟି ଇତିହାସରେ ମଣିଷ ନିଶ୍ଚିତ କୋଉଠି ନା କୋଉଠି ସ୍ୱାଧୀନତା ପାଇଁ ସଂଗ୍ରାମ କରିଥାଏ, କିଛି ପରିବର୍ତ୍ତନ ପାଇଁ ସଂଗ୍ରାମ କରିଥାଏ, ପରିବର୍ତ୍ତନ ପାଇଁ ଚେଷ୍ଟା କରିଥାଏ। ଏଇ କଥାକୁ ତମର କିଏ ପ୍ରକାଶ କରିଛନ୍ତି? ଲର୍ଡ ଆକ୍ଟନ। ସେଭଳି ଯଦି ଆମେ ଦାର୍ଶନିକ ଦୃଷ୍ଟିକୋଣ ଦେଖିବା, ହିଗେଲ ତାଙ୍କର ସଂଜ୍ଞା ଦେଇ କହିଛନ୍ତି ପୃଥିବୀ ଇତିହାସ ହେଉଛି ସମୟ ଓ ଚେତନା ଶକ୍ତିର ପରିପ୍ରକାଶ। ତାର ଅର୍ଥ ସମୟ କ୍ରମେ ମନୁଷ୍ୟ ଚିନ୍ତା ଶକ୍ତିର ବିକଶିତ ହୋଇଛି ଏବଂ ଇତିହାସ এই ବିକାଶକୁ ଅଧ୍ୟୟନ କରିଥାଏ। ତେଣୁ ଏ ସମୟ ଯେମିତି ବଦଳୁଛି ମଣିଷ ବି ନିଜେ ସେମିତି କ'ଣ ହଉଛି ନା ବଦଳିବାକୁ ଲାଗିଛି, ଏବଂ এই ବଦଳିବାର ପ୍ରକ୍ରିୟା ବା ବିକାଶ ହେବାର ପ୍ରକ୍ରିୟାକୁ ଇତିହାସ କ'ଣ କରିଥାଏ? ଅଧ୍ୟୟନ କରିଥାଏ। ସେହିପରି କାର୍ଲ ମାର୍କସ କ'ଣ କରିଛନ୍ତି? ସେ ମାର୍କସବାଦୀ ଦୃଷ୍ଟିକୋଣରେ ସେ ପ୍ରକାଶ କରିଛନ୍ତି ଏଯାବତ୍ ରହିଥିବା ସମସ୍ତ ସାମାଜିକ ଇତିହାସ ହେଉଛି ଶ୍ରେଣୀ ସଂଘର୍ଷର ଇତିହାସ। ତାଙ୍କର କହିବା କଥା ବର୍ତ୍ତମାନ ପର୍ଯ୍ୟନ୍ତ ଯେତେ ପ୍ରକାର ସାମାଜିକ ଇତିହାସ ହେଉଛି ଏ ସବୁଗୁଡ଼ିକ ଶ୍ରେଣୀ ସଂଘର୍ଷର ଇତିହାସ। ଠିକ ଅଛି। ଇତିହାସ ସେବେଠାରୁ ଆଜି ପର୍ଯ୍ୟନ୍ତ ପ୍ରଭୁ, ଦାସ, ପୁଞ୍ଜିପତି, ଶ୍ରମିକ ଆଜି ଶ୍ରେଣୀ ଗୁଡ଼ିକ ମଧ୍ୟରେ ଚାଲିଥିବା ସଂଘର୍ଷକୁ ବର୍ଣ୍ଣନା କରିଛନ୍ତି। ତାଙ୍କର କହିବା କଥା କେତେବେଳେ ପ୍ରଭୁ ଏବଂ ଦାସଙ୍କ ଭିତରେ ସଂଘର୍ଷ ଚାଲିଥାଏ, କେତେବେଳେ ରଜା ଏବଂ ପ୍ରଜାଙ୍କ ମଧ୍ୟରେ ଚାଲିଥାଏ, କେତେବେଳେ ପୁଞ୍ଜିପତି ଏବଂ ଶ୍ରମିକ ମାନଙ୍କ ମଧ୍ୟରେ ଚାଲିଥାଏ। ଏଇ ସବୁ ସଂଘର୍ଷର କାହାଣୀକୁ ନେଇ ଇତିହାସ ଗଠନ ହୋଇଥାଏ। ସେହିପରି ଯଦି ଆଧୁନିକ କେତେକ ଦାର୍ଶନିକ ଏବଂ ଐତିହାସିକଙ୍କର ମତ ନିଆଯାଏ, ତାହା ଭିତରେ ଅଛନ୍ତି ପ୍ରଫେସର ଆର୍.ଜି. କଲିଙ୍ଗଉଡ୍। ତାଙ୍କର ମତରେ ସମସ୍ତ ଇତିହାସ ହେଉଛି ଚିରନ୍ତନ ଇତିହାସ। ତାର ଅର୍ଥ ହଉଛନ୍ତି ନା ଏ ଯେତେ ପ୍ରକାର ଇତିହାସ ଅଛି ଇଏ ସବୁ ଚିରନ୍ତନ। ଐତିହାସିକ ଅତୀତ ଚିନ୍ତାଧାରାକୁ ନିଜ ମନରେ ପୁନଃସୃଜନ କରି ତା ବିଶ୍ଳେଷଣ କରନ୍ତି। ଅର୍ଥାତ୍ ଏଇ ଚିରନ୍ତନ ଇତିହାସ ଗୁଡ଼ିକ ଏ ଯୋଉ ଅତୀତର ଚିନ୍ତାଧାରା ନିଜ ଭିତରେ କ'ଣ କରେ? ପୁନଃସୃଜନ କରେ। ଅର୍ଥାତ୍ ଇଏ ଚିରନ୍ତନ, ୟାର କେବେ ଅନ୍ତ ହବ ନାହିଁ। ଏଇ କଥାକୁ କିଏ କହିଛନ୍ତି? ନା ପ୍ରଫେସର ଆର୍.ଜି. କଲିଙ୍ଗଉଡ୍। ସେହିପରି ପ୍ରଫେସର ଇ.ଏଚ୍. କାର୍ ସିଏ କ'ଣ କହିଛନ୍ତି? ନା ଆଧୁନିକ ଦୃଷ୍ଟିକୁ ଆଗକୁ ନେଇ କହିଛନ୍ତି ଯେ ଇତିହାସ ହେଉଛି ଐତିହାସିକ ଏବଂ
ତାଙ୍କର ଉପାଦାନ ମଧ୍ୟରେ ଏକ ଅନବରତ ସମ୍ଭାଷଣ। ଏହି ସମ୍ଭାଷଣ ଅତୀତ ବର୍ତ୍ତମାନ ମଧ୍ୟରେ ଚାଲିଥାଏ। ଐତିହାସିକ ବର୍ତ୍ତମାନର ଦୃଷ୍ଟିକୋଣରୁ ଅତୀତକୁ ବୁଝିବାକୁ ଚେଷ୍ଟା କରିଛନ୍ତି। ତ ପ୍ରଫେସର E.H. କାରଙ୍କର ମତ ଅନୁସାରେ କଣ ଇତିହାସ ହେଉଛି ଐତିହାସିକ ଏବଂ ତାଙ୍କର ଉପାଦାନ ମଧ୍ୟରେ ଏକ ଅନବରତ ଭାଷଣ। ସେ କହିବାର କଥା ଯେ ଇତିହାସ ଯେତେବେଳେ ରଚନା ହୁଏ ତାର ଯୋଉ ଉପାଦାନ ଗୁଡ଼ିକ ଥାଏ ସେ ଉପାଦାନ ମଧ୍ୟରେ ଇଏ ଗୋଟେ ଅନବରତ ସମ୍ଭାଷଣ ଅର୍ଥାତ୍ ଇଏ ଅତୀତ ବର୍ତ୍ତମାନ ମଧ୍ୟରେ ଯେ ଇତିହାସକୁ ନେଇ ସଦା ସର୍ବଦା କଣ ହେଇଥାଏ ନା ଗୋଟେ ରିଲେସନ କ୍ରିଏଟ କରାଯାଇଥାଏ। ଠିକ ଅଛି। ତ ଐତିହାସିକ ବର୍ତ୍ତମାନ ଦୃଷ୍ଟିକୋଣରୁ ଅତୀତକୁ ବୁଝିବାକୁ ଚେଷ୍ଟା କରନ୍ତି ଆଉ ଏବଂ ଐତିହାସିକ ମାନେ କଣ କରିଥାନ୍ତି ନା ବର୍ତ୍ତମାନର ସମୟକୁ ନେଇ ଅତୀତର ସମୟ ସହିତ କଣ କରିଥାନ୍ତି ନା ସଂଯୋଗ ସୃଷ୍ଟି କରିକି ନିଜକୁ ବୁଝିବାକୁ ଚେଷ୍ଟା କରିଥାନ୍ତି। ହଉ ପିଲାମାନେ ଆଜି ଥିଲା ଏତିକି। ଆଉ ନେକ୍ସଟ ଯୋଉ ଭିଡିଓଟି ଆସିବ ସେ ଭିଡିଓଟିରେ ଇତିହାସର ପ୍ରାସଙ୍ଗିକତା ବିଷୟରେ କୁହାଯିବ।